नमस्कार ସାଙ୍ଗମାନେ। डिस्ट्रिक्ट होमगार्ड बाहरी सुंदरगढ़ डिस्ट्रिक्ट होमगार्ड जिला गृहरक्षी कार्यालय सुंदरगढ़। एटा सुंदरगढ़ पिला मानंक पय सुवर्ण सुजोग। पिला माने देखंतु आपणक सुंदरगढ़ जिले रे जिला गृहरक्षी वैकेंसी बाहरी जोटा कि डिस्ट्रिक्ट होमगार्ड कहा जाए। देखंतु पत्र संख्या टिके एठी आमे पिला माने जूम करदबा क्लियर आसीबो। हां ठीक अछि पिला माने मो वॉइस आपणको आसुछि। देखंतु पत्र संख्या 64 गृहरक्षी विभाग आसीछि। तारीख 21 फेब्रुआरी 2025 रे नोटिफिकेशन आउट हेछि। पिला माने देखंतु 21 फेब्रुआरी 2025 रे आउट हेछि एवं लास्ट डेट होछि 15 मार्च 2025। 15 मार्च 2025 सुधा फॉर्म टा अप्लाई कर दियंतु। 22 तारीख रो 22 फेब्रुआरी 2025 रो स्टार्ट हेछि। देखिया नोटिफिकेशन रे कोन कहूछि आगो को पिला माने देखंतु सुंदरगढ़ जिल्लार गृहरक्षी संगठन रे गृहरक्षी भाव नियुक्ति ପାଇଁ सुंदरगढ़ जिल्लार आग्रही प्रार्थी रहंतु टिके आग्रही प्रार्थी मानक ठारो निर्धारित फॉर्म बायोडाटा रे दरखास्त आवेदन करिया ପାଇଁ आह्वान करा जायछि। प्रार्थी एवं प्रार्थीଙ୍କ ଠାରୁ ନିର୍ଦ୍ଧାରିତ ଫର୍ମ ବାୟୋଡାଟାରେ ଦରଖାସ୍ତ ଆବେଦନ କରିବା ପାଇଁ ଆହ୍ୱାନ କରାଯାଇଛି। ଫର୍ମ ଆପ୍ଲାଏ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଇଚ୍ଛୁକ ପ୍ରାର୍ଥୀଙ୍କ ଠାରୁ ସମାଦେଷ୍ଟା ଗୃହରକ୍ଷୀ ବାହିନୀ ସୁନ୍ଦରଗଡ଼ କାର୍ଯ୍ୟାଳୟ ଆରୋ ଠାରେ ତାରିଖ 22 ଫେବ୍ରୁଆରୀ 2025 ରିଖ ଠାରୁ ଦେଖନ୍ତୁ ତାରିଖ ଏଠି ବି ଦେଇଛି। ତାରିଖ 15 ମାର୍ଚ୍ଚ 2025 ତାରିଖ ସୁଦ୍ଧା ଆବେଦନ ଫର୍ମ ଦାଖଲ କରିବାକୁ ପଡ଼ିବ। 25 ତାରିଖ ସୁଦ୍ଧା ଫର୍ମ ଦାଖଲ କରିଦିଅନ୍ତୁ ପିଲାମାନେ। ନିଯୁକ୍ତି ପ୍ରକ୍ରିୟା ପାଇଁ କେଉଁଠାରେ ଏବଂ କେବେ ଅନୁଷ୍ଠିତ ହେବ ଏହା ଆବେଦନକାରୀମାନେ ନିକଟସ୍ଥ ଥାନା ଫାଣ୍ଡି ଏବଂ ସମାଦିଷ୍ଟ ଗୃହରକ୍ଷୀ ବାହିନୀ କାର୍ଯ୍ୟାଳୟ ଆରୋ କିମ୍ବା ସୁନ୍ଦରଗଡ଼ ଆରକ୍ଷୀ ଅଧିକଙ୍କ ଏବଂ କାର୍ଯ୍ୟାଳୟରୁ ବୁଝିପାରିବେ। ଦେଖନ୍ତୁ ଫର୍ମ କେମିତି ପକେଇବେ, କୋଉଠି ପକେଇବେ, କେମିତି ଆବେଦନ କରିବେ ସେଟା ନିଜ କେବେ ହେବ କଣ ହେବ ସେଟା ଏହା ଆବେଦନକାରୀ ନିକଟସ୍ଥ ଥାନା କିମ୍ବା ଫାଣ୍ଡି ଏବଂ ଗୃହରକ୍ଷୀଙ୍କ ଯୋଉ ହୋମଗାର୍ଡ ର ଆର ଅଛି ପିଲାମାନେ ନିଜ ନିଜ ଡିଷ୍ଟ୍ରିକ୍ଟରେ ସେଠି ଯାଇକି ବୁଝିପାରିବେ କିମ୍ବା ସୁନ୍ଦରଗଡ଼ ରକ୍ଷିତ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏସପି ଅଫିସରେ ମଧ୍ୟ ଯାଇକି ଏହା ବୁଝିପାରିବେ। ମୋଟ ଖାଲି ଥିବା ଗୃହରକ୍ଷୀ ପଦବୀ ସଂଖ୍ୟା 92। ଦେଖନ୍ତୁ ପିଲାମାନେ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ ପାଇଁ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ ଟୋଟାଲ ପଦବୀ ସଂଖ୍ୟା 92 ନୋଟିଫିକେଶନରେ ବାହାରିଛି। ତ ସୁନ୍ଦରଗଡ଼ ପିଲାମାନେ 90ଟା ସିଟ୍ ପାଇଁ ଆବେଦନ କରିପାରିବେ। ଯଦି ଆବେଦନକାରୀଙ୍କର ସଂଖ୍ୟା ଉପଲବ୍ଧ ଖାଲି ପଦବୀ ଠାରୁ ଅଧିକ ହୁଏ ତେବେ ଆବେଦନକାରୀଙ୍କୁ କିଛି ଚୟନ ପରୀକ୍ଷା ସାକ୍ଷାତରତାର ସମ୍ମୁଖୀନ କରିବାକୁ ପଡେ। ଯଦି 92 ଠାରୁ ଅଧିକ ଫର୍ମ ପଡିଥାଏ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟରେ ତ କିଛି ଇଣ୍ଟରଭ୍ୟୁର ସମ୍ମୁଖୀନ ଦେବାକୁ ପଡିବ ପିଲାମାନେ। ପରୀକ୍ଷା କିମ୍ବା କିଛି ଫିଜିକାଲ ବି କରେଇ ପାରନ୍ତି।
ଗୃହରକ୍ଷୀ ସେବା ସ୍ଥାୟୀ ଚାକିରି ନୁହେଁ, ଏହା ଏକ ସ୍ୱେଚ୍ଛାକୃତ ସେବା ଏବଂ 3 ବର୍ଷ କାର୍ଯ୍ୟାଳୟ ପାଇଁ ନିଯୁକ୍ତି। ଶୃଙ୍ଖଳା ବହିଷ୍କାର ଏବଂ ଅନ୍ୟାନ୍ୟ ନିୟମ ଏବଂ ସର୍ତ୍ତାବଳୀ ଓଡ଼ିଶା ଗୃହରକ୍ଷୀ ଆଇନ 1962 ଏବଂ 1961 ଏବଂ ଓଡ଼ିଶା ଗୃହରକ୍ଷୀ ନିୟମ 1962, ଗୃହରକ୍ଷୀ ନିୟମ ଆଇନ 1961 ଏବଂ 1962 ସାର୍କୁଲାର ଅର୍ଡର ନମ୍ବର 1/2025 ଦ୍ୱାରା ନିୟମିତ ହେବ। ପିଲାମାନେ ଏଟା ପରମାନେଣ୍ଟ ଜବ ନୁହେଁ ପିଲାମାନେ, ଏଟା କଣ୍ଟ୍ରାକ୍ଚୁଆଲ ବେସିସରେ ଏଟା 3 ବର୍ଷ ପାଇଁ ଚୟନ କରାଯିବ। 3 ବର୍ଷ ପାଇଁ ଏଟା ଜବ, ଯଦି ଭଲ କାମ କରନ୍ତି ସେଟା ଆଗକୁ ବଢିପାରିବ କିମ୍ବା 3 ବର୍ଷ ପାଇଁ ଏଟା ଜବ ଅଟେ ପିଲାମାନେ। ଆବେଦନ ଫର୍ମ ଗୁଡ଼ିକ ଏହି ଜିଲ୍ଲାର ସମସ୍ତ ଦେଖନ୍ତୁ ଥାନା ଫାଣ୍ଡି ଏବଂ ସମାଦେଷ୍ଟ ଗୃହରକ୍ଷୀ ବାହିନୀଙ୍କ କାର୍ଯ୍ୟାଳୟରେ ସୁନ୍ଦରଗଡ଼ ଅଧିକାରୀ କାର୍ଯ୍ୟାଳୟରେ ଉପଲବ୍ଧ ହେବ। ଏହି ଫର୍ମ ଗୁଡ଼ିକୁ ଫାଣ୍ଡି ଥାନା ଏବଂ ଗୃହ ହୋମଗାର୍ଡ ଆରରେ ପକେଇ ପାରିବେ କିମ୍ବା ଏସ୍ପି ଅଫିସରେ ଦେଇପାରିବେ। ଏସବୁ ଫର୍ମ ଅଫଲାଇନ୍ ପିଲାମାନେ ସବୁ ଅଫଲାଇନରେ ପକେଇ ପାରିବେ। ଯୋଗ୍ୟତା ଦେଖିଦବା ପିଲାମାନେ। ଯୋଗ୍ୟତା ଆବେଦନ କରିବା ପାଇଁ ଜଣେ ଆବେଦନକାରୀଙ୍କ ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ। ଦେଖନ୍ତୁ ଏଠି ଯୋଗ୍ୟତା ପାଇଁ ଏଇ ଫର୍ମରେ ପିଲାମାନେ ଯୋଗ୍ୟତା ପାଇଁ ଗୋଟେ ଯୋଗ୍ୟତା ଦେଇଛି, କିନ୍ତୁ ମୁଁ ବାକି ଯୋଗ୍ୟତା ଏବଂ ଏଜୁକେଶନାଲ ସାର୍ଟିଫିକେଟ କହିଦେଉଛି ପିଲାମାନେ, ସେଟା ଆପଣ ଧ୍ୟାନରେ ଶୁଣନ୍ତୁ। ଆବେଦନକାରୀ ଜଣେ ଭାରତୀୟ ନାଗରିକ ହେଇଥିବ ଏବଂ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟର ହେଇଥିବ ପିଲାମାନେ, ଏବଂ ଶାରୀରିକ ଦକ୍ଷତା ଭଲ ଥିବ। ଫିଜିକାଲି ଫିଟ୍ ଥିବ ପିଲାମାନେ, ଫିଜିକାଲି ଫିଟ୍ ଥିବ, ହ୍ୟାଣ୍ଡିକ୍ୟାପ୍ ହେଇନଥିବ ଏବଂ ଆଉ ସେକେଣ୍ଡ ଦେଖନ୍ତୁ 2 ନମ୍ବରରେ ଫିଜିକାଲ ଫିଟ୍ ଥିବ। ଫିଜିକାଲି ଫିଟ୍ ଥିବ ଏବଂ 3 ନମ୍ବରରେ ସେ ଓଡ଼ିଆ କହିପାରୁଥିବ, ଲେଖିପାରୁଥିବ ଏବଂ ପଢିପାରୁଥିବ। ଓ 4 ନମ୍ବରରେ ପିଲାମାନେ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟର ହେଇଥିବ। ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟର ହେଇଥିବ। ଏ ପ୍ରାୟ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟର ସବୁ ପିଲାମାନେ ପକେଇବେ। ଆଉ ଦେଖନ୍ତୁ ଆଉ ଗୋଟେ ବୟସ ସୀମା 5 ନମ୍ବରରେ ବୟସ ସୀମା ତାର ତଳକୁ ସ୍କ୍ରଲ କରିଦେବା ପିଲାମାନେ, କେତେ 5 ନମ୍ବର ଜାଗା ହଉନି। 5 ନମ୍ବରରେ ଦେଖନ୍ତୁ 5 କ୍ଲାସରୁ ଅଧିକ ପଢିଥିବାର କଥା। କଣ 5th କ୍ଲାସରୁ 5 କ୍ଲାସ ପାସ୍ କରିଥିଲେ ଫର୍ମଟା ପକେଇ ପାରିବ। 6 ନମ୍ବରରେ ଦେଖନ୍ତୁ
ବୟସ ଏଜ୍ ହେଉଛି 20 ବର୍ଷରୁ ମାନେ ତାରିଖ 1 ଜାନୁଆରୀ 2025 ଏଜ୍ ଟା କାଉଣ୍ଟ ହଉଛି 20 ବର୍ଷରୁ କମ୍, 20 ବର୍ଷରୁ ଅଧିକ ଏବଂ 60 ବର୍ଷରୁ କମ୍ ହେଇଥିବାର କଥା। 1 ଜାନୁଆରୀ 2025 ମଧ୍ୟରେ 20 ବର୍ଷରୁ ଅଧିକ ହେଇଥିବାର କଥା ଏବଂ 60 ବର୍ଷରୁ କମ୍ ହେଇଥିଲେ ଫର୍ମ ଆବେଦନ କରିପାରିବ। ଆଉ ନେକ୍ସଟ ଦେଖିବା ପିଲାମାନେ କ୍ୱାଲିଫିକେସନ, ଏ ଯୋଉ କ୍ୱାଲିଫିକେସନ ଦକ୍ଷତା ଦେଖିବା। କ୍ୱାଲିଫିକେସନ ଏଜୁକେସନ କ୍ୱାଲିଫିକେସନ ରେ କଣ ଦରକାର ଏଟା କହିସାରିଥିଲା ଆଗରୁ। ପାଞ୍ଚ କ୍ଲାସ ପାସ୍ କରିଥିବା କିମ୍ବା 5 କ୍ଲାସରୁ ଅଧିକ ହେଇଥିବାର କଥା। ଆଉ ସେକେଣ୍ଡ କଥା ହଉଛି ଆଧାର କାର୍ଡ, ଏଜୁକେସନ କ୍ୱାଲିଫିକେସନ ଏବଂ ଡକୁମେଣ୍ଟ ଆଧାର କାର୍ଡ, ଆଧାର କିମ୍ବା ଭୋଟର ଫଟୋ ହେଇଥିବା କଥା। ଆଉ ତିସରା ଦେଖିବା ପିଲାମାନେ 3 ନମ୍ବରରେ ବାସିନ୍ଦା ପ୍ରମାଣ ପତ୍ର ମାନେ ରେସିଡେନ୍ସ ସାର୍ଟିଫିକେଟ ଦରକାର ପିଲାମାନେ। ଯୋଉଠି ଆପଣ ବାସିନ୍ଦା ଅଛନ୍ତି ସେଇଠିର ରେସିଡେନ୍ସ ସାର୍ଟିଫିକେଟ। କାଷ୍ଟ ସାର୍ଟିଫିକେଟ ଦରକାର ନାହିଁ କହିନି, ଯଦି ଅଛି ସେଠି ଆଟାଚ କରିଦେବ। ସେତିକିରେ ହେଇଯିବ। ଆଉ ପିଲାମାନେ 4 ନମ୍ବରରେ 4ଟା ପାସପୋର୍ଟ ସାଇଜ ଫଟୋଗ୍ରାଫ। କଲର ବ୍ୟାକଗ୍ରାଉଣ୍ଡ କିମ୍ବା ହ୍ୱାଇଟ ବ୍ୟାକଗ୍ରାଉଣ୍ଡ ଥିଲେ ବି ଚଳିବ, ନୋଟିଫିକେସନ କିଛି କହିନି। ଆଉ ଯେତେ ଡକୁମେଣ୍ଟସ ଆଟାଚ କରିବେ ସେଥିରେ ସେଲ୍ଫ ଆଟେଷ୍ଟେଡ ଲାଷ୍ଟରେ ସେଲ୍ଫ ଆଟେଷ୍ଟେଡ ରହିଥିବାର କଥା। ଆଉ କିଛି ଡାଉଟ ହେଲେ ସେଠି ଫାଣ୍ଡି ଥାନା, ନିକଟସ୍ଥ ଥାନା, ହୋମଗାର୍ଡ ଆରରେ ଯାଇକି ଯୋଗାଯୋଗ କରିପାରିବେ ପିଲାମାନେ। ତ ଏଇଟା ଏଇ ଫର୍ମର PDF ପାଇବା ପାଇଁ ପିଲାମାନେ ମୋର ଟେଲିଗ୍ରାମ ଚ୍ୟାନେଲରେ ଆପଣ ଯାଇକି ଜଏନ୍ କରିପାରିବେ। ସେଠି ମୁଁ ଏ PDF କୁ ଅପଲୋଡ କରିଦେବି। ତ ପିଲାମାନେ ମୁଁ ରହିଲି, ଏତିକି, ନମସ୍କାର।